ନମସ୍କାର, ଜୟ ଜଗନ୍ନାଥ। ଆଜିର ବହି ହେଲା ଯାଜ୍ଞସେନୀ। ଯାଜ୍ଞସେନୀ ହେଲେ ଯଜ୍ଞର ଜନ୍ମା ଦ୍ରୌପଦୀଙ୍କ କାହାଣୀ। ଆମେ ଯାଜ୍ଞସେନୀକୁ ଜାଣିଛୁ ମହାଭାରତର ନାୟିକା ଭାବରେ, ଯାହାଙ୍କ ପାଇଁ ବହୁତ ଯୁଦ୍ଧ ହେଇଥିଲା, ଯାହାଙ୍କ ପାଇଁ ମହାଭାରତର ସମ୍ପୂର୍ଣ୍ଣ ଯୁଦ୍ଧଟି ଆରମ୍ଭ ହେଇଥିଲା, ଆଉ ସବୁ ଦୋଷ ଆମେ ତାଙ୍କରି ଉପରେ ଅଚଳି ଦେଇଛୁ। କିନ୍ତୁ ଏ ବହିଟିକୁ ପଢିବା ପରେ ଯେ ଯୋଉଟାକି ଲେଖିଛନ୍ତି ପ୍ରତିଭା ରାୟ 1982 ମସିହାରେ, ଏ ବହିଟିକୁ ମୁଁ ପଢିବା ଆରମ୍ଭ କଲି, ଆଉ 2 ସପ୍ତାହରେ ବହି ଶେଷ ହେଇଗଲା। ଏ ବହିଟି ବାଢି ଦେଇଛି ଆମକୁ ମହାଭାରତ ଦ୍ରୌପଦୀଙ୍କ ଦୃଷ୍ଟିରୁ। ପ୍ରତିଭା ରାୟ ଏତେ ସୁନ୍ଦର ହିସାବରେ ଏ ବହିଟିକୁ ଲେଖିଛନ୍ତି ଯେ ମୁଁ ନିଜକୁ ଦୋଷ ଦଉଛି ଯେ ଏତେ ବର୍ଷ ହେଲାଣି ମୁଁ ଏ ବହି ପଢିନଥିଲି କେମିତି। ତେଣୁକରି କାଳ୍ପନିକ ହେଲେ ବି ଏଥିରେ ସମ୍ପୂର୍ଣ୍ଣ ମହାଭାରତ ଦେଇନାହାନ୍ତି, ଟିକେ ପ୍ରତିଭାରେ ଯେହେତୁ ଦ୍ରୌପଦୀଙ୍କ ଦୃଷ୍ଟିରେ ଲେଖିଛନ୍ତି, ସିଏ ନିଜର ବି ଟିକେ କଳ୍ପନା ଦେଇଛନ୍ତି ଏଥିରେ। ତେଣୁକରି ବହିରୁ ମତେ ବହୁତ କିଛି ଶିଖିବାକୁ ମିଳିଛି। ତ ରିଭ୍ୟୁ ହିସାବରେ ଯାହା ଏଥିରେ ଭଲ ଲାଗିଲା, ଯାହା ବି ଏଥିରେ ଖରାପ ଲାଗିଲା, ମୁଁ ଏ ଭିଡ଼ିଓରେ ଜଣେଇବି। ଏନ୍ଜୟ ଦେଖିବେ ଆଉ ମତେ କମେଣ୍ଟରେ ଜଣେଇବେ କେମିତି ଲାଗିଲା। ତ ଆରମ୍ଭ କରୁଛି ଭଲ କ'ଣ ଲାଗିଲା। ତ ପ୍ରତ୍ୟେକ ନାରୀର ହୃଦୟରେ ପ୍ରତ୍ୟେକ ସମୟରେ ତା ମନରେ 50ଟି ଜିନିଷ ଚାଲିଥାଏ। ତ ସେଇଟାକୁ ପ୍ରତିଭାରେ ଏତେ ସୁନ୍ଦର କରିକି ଏଥିରେ ବ୍ୟାଖ୍ୟା କରିଛନ୍ତି। ଆଉ ମତେ ଭଲ ଏଇଟା ଲାଗିଲା କି ସେ ଦ୍ରୌପଦୀଙ୍କୁ ଭଗବାନର ଆଖ୍ୟା ଦେଇନାହାନ୍ତି। ସିଏ ପରଫେକ୍ଟ ନୁହଁ, ସିଏ ଗୋଟେ ମଣିଷ, ସିଏ ଭୁଲ କରିଛନ୍ତି, ବହୁତ କିଛି ଠିକ ବି କରିଛନ୍ତି। ତାଙ୍କ ମନରେ କର୍ଣ୍ଣ ପାଇଁ ବି ଭଲ ପାଇବା ଥିଲା, କୃଷ୍ଣଙ୍କ ପାଇଁ ବି ଭଲ ପାଇବା ଥିଲା, କିନ୍ତୁ ସିଏ ସ୍ତ୍ରୀର ଧର୍ମ ନିଭେଇଛନ୍ତି ନିଜ 5ଟି ସ୍ୱାମୀ ପାଇଁ। ଆଉ ସବୁ କ୍ଷେତ୍ରରେ ସବୁଟି ସମୟରେ ସିଏ ସବୁବେଳେ ଠିକ ରହି ସାଙ୍ଗରେ ଠିକ ନିଷ୍ପତ୍ତି ନେଇ ଆସିଛନ୍ତି। ତ ତାଙ୍କ ସାଙ୍ଗରେ ଜୀବନରେ ଯାହା ବି ସବୁ ହେଲା, ତଥାପି ସେ ନିଜ ଧର୍ମକୁ ଛାଡୁନାହାନ୍ତି। ସେଇଟା କିଛି ମତେ ଭଲ ଲାଗିଲା। ଆଉ ଗୋଟେ ଜିନିଷ ଭଲ ଲାଗିଲା ଯେ ସବୁ ଝିଅଙ୍କ ଭଳି ସିଏ ବି ନିଜକୁ ସୀତାଙ୍କ ସହିତ କମ୍ପେୟାର କରିଥିଲେ। ଏମିତି ବହୁତ କିଛି ଏଥିରେ ଭଲ କହିଲେ ହରିବନି, କିନ୍ତୁ ମୁଁ କିଛିଟା ହିଁ ଜିନିଷ ବାଛି ବାଛିକି କହୁଛି। ସ୍ପଏଲର ଦେବାକୁ ଚାହୁଁନି ମୁଁ ଏବେ। ତ ଖରାପ ଆଡୁ ଗତି କରିବା। ପ୍ରତିଭାର ଏଇ ବହିଟି ଲେଖିଥିଲେ 1982 ମସିହା। ତ ସେଇ ସମୟରେ ସେ ଯୋଉ ଓଡ଼ିଆର ସଂସ୍କାର ଆଉ ପରମ୍ପରା ଟ୍ରାଡିସନ କହିଦେଲେ, ସେଇଟା ଏଇ ଟାଇମରେ ଫଲୋ କରିହେବନି। ଏଇଟା ମୋର ଅନେଷ୍ଟ ଓପିନିଅନ। ଆଉ ଯାହା ସେ ଲେଖିଛନ୍ତି କି ସ୍ୱାମୀର ଭଲ ପାଇବା ପାଇଁ ଯୋଉ ସୂତ୍ର ସେ ବତେଇଛନ୍ତି, ମୁଁ ତାର ସମ୍ପୂର୍ଣ୍ଣ ବିରୋଧ। ମୁଁ ଏକଥା କେବେ ବି ମାନିବିନି କି ସ୍ୱାମୀଙ୍କ ପସନ୍ଦକୁ ନିଜ ପସନ୍ଦ କରିଦେଲେ ହିଁ ଭଲ ପାଇବାଟା ରହିବ। ମୁଁ ମାନିବା ହେଲା କି ଯଦି ଜଣେ ଦି ପାଦ ଆଗକୁ ଯାଉଛି ଆଉ ଜଣେ ଦି ପାଦ ଆଗକୁ ଆସୁ, ତ ସେଇଟା ଗୋଟେ ମତେ ଭଲ ଲାଗିଲାନି। କିନ୍ତୁ ମୁଁ ଏ ବହିକୁ ବ୍ଲେମ କରୁନି, କାହିଁକି ନା ବହିଟି ମହାଭାରତ ବିଷୟରେ ପ୍ରତିଭା ରାୟ ଲେଖିଛନ୍ତି ଯୋଉ ଟାଇମରେ, ସେଟା ବି ବହୁତ ପୁରୁଣା, କିନ୍ତୁ ଏଥିରୁ ଶିଖିବାକୁ ବହୁତ କିଛି ଅଛି। ଓକେ, ଏଥିରୁ କିଛିଟା ଲାଇନ୍ ମତେ ବହୁତ ବଢିଆ ଲାଗିଲା, ଯୋଉଟା କି ମୁଁ ପଢୁଛି, ଆପଣ ଶୁଣିବେ। ଓକେ, ଗୋଟେ ଲାଇନ୍ ହେଲା, ଯାହା ଘଟିଗଲା, ଯାହା ଘଟିବାକୁ ଯାଉଛି, ମୋର ଯଦି ସେଥିରେ କିଛି କହିବାର ନାହିଁ, ମୁଁ କାହିଁକି ବିଚଳିତ ହେବି, ମୁଁ କାହିଁକି ବ୍ୟଥିତ ହେବି।
live in the present. Okay, ଆଉ ଗୋଟେ ଲାଇନ୍। ଅନନ୍ତ ସମୟର ବେଳରୁ ଜ୍ଞାନର କ୍ଷୁଦ୍ର ଚିତ୍ର ବିଚିତ୍ର ସାମୁକା ସବୁ ସାଉଁଟୁ ସାଉଁଟୁ ଯଦି ଜୀବନ ସରିଯାଏ ତେବେ ସେଇ ତ ସାର୍ଥକ ଜୀବନ। ଆଉ ଗୋଟେ ବହୁତ ବଢିଆ ଫନି ଲାଇନ୍ ଅଛି ଯୋଉଟା ମୋ ମନରେ ରହିଯାଇଛି। ସ୍ତ୍ରୀ ମାନଙ୍କର ଧନ ଚୋର ଗହଣା ଏସବୁ ଦେଖିକି ପ୍ରଲୋଭିତ ହେବା ସ୍ୱାଭାବିକ, କିନ୍ତୁ ପୁରୁଷମାନେ ପ୍ରଲୋଭନରେ ଉଚିତ ଅନୁଚିତ ଭୁଲିଯିବା ରମଣୀୟ ନୁହେଁ। ମତେ ବହୁତ ଭଲ ଲାଗିଲା। ତ ବହିଟି ବହୁତ ସୁନ୍ଦର, ଆପଣମାନେ ଅବଶ୍ୟ ପଢ଼ିବେ। ଆଉ ଖାଲି ଏତିକି କହିବାକୁ ଚାହିଁବି କି ଓଡ଼ିଆ ସ୍ତ୍ରୀ ଲୋକମାନେ ଝିଅ ପିଲାମାନେ ଏଥିରୁ ବହୁତ କିଛି ଶିଖିବାକୁ ପାଇବେ, ବହୁତ କିଛି ରିଲେଟ୍ କରିପାରିବେ। ଆଉ ମେଲ୍ସ ପୁରୁଷମାନେ ପୁଅ ପିଲାମାନେ ପଢ଼ିଲେ ତାଙ୍କୁ ନାରୀକୁ ବୁଝିବାର ଶକ୍ତି ମିଳିବ, ବୁଝିପାରିବେ କି କ'ଣ ଜଣେ କହିବାକୁ ଚାହୁଁଛି, କ'ଣ ଚାହୁଁଛି ଗୋଟେ ସ୍ତ୍ରୀ। ତ ବହିଟି ପଢ଼ନ୍ତୁ, ଆଉ ଏମିତି ବହୁତ ରିଭ୍ୟୁଜ୍ ପାଇଁ ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ ଜଣାନ୍ତୁ ଆପଣଙ୍କୁ କେମିତି ଲାଗିଲା, ନେକ୍ସଟ କେଉଁ ବହି ମୁଁ ରିଭ୍ୟୁ କଲେ ଆପଣଙ୍କୁ ଭଲ ଲାଗିବ। ଆଉ ଯଦି ଆପଣଙ୍କୁ ଲାଗୁଛି ମୁଁ କଣ୍ଟେଣ୍ଟ ହିସାବରେ ବଢ଼େଇ ପାରିବି ତ ସେଟା ବି ଜଣେଇବେ। ନମସ୍କାର, ଜୟ ଜଗନ୍ନାଥ।